Welcome to Deep Insights. ପ୍ଲସ୍ ଥ୍ରୀରେ ଯୋଉ ରହିଛି ପ୍ଲସ୍ ଥ୍ରୀ ଆଉ ପିଜି ଉଭୟ ପାଇଁକି ଏଇଟା ଇମ୍ପୋର୍ଟାଣ୍ଟ। ଦେଖନ୍ତୁ କେବଳ ପ୍ଲସ୍ ଥ୍ରୀ ନୁହେଁ, ଓଡ଼ିଆ ସାହିତ୍ୟର ଇତିହାସ ଯୋଉଟା ସୁରେନ୍ଦ୍ର ମହାରଣାଙ୍କ ଦ୍ୱାରା ଲିଖିତ ଯୋଉ ପୁସ୍ତକ, ଯୋଉଟାକି ଆପଣ ଯଦି ପିଜି ଆଉ ନେଟ୍ ପାଇଁ ପ୍ରିପେୟାର ହଉଛନ୍ତି, ଯୋଉଟାକି ଆପଣ ନିହାତି ବାରମ୍ବାର ତାକୁ ପଢିକି ବିଟ୍ ବାଇ ବିଟ୍ ସବୁ ଜିନିଷ ଗୁଡ଼ିକ କଭର କରିବା ଦରକାର। ସୋ ଆମେ ଟିକେ ତାକୁ ପଢିବା। ଆମର ଯୋଉ ରହିଛି ପ୍ରାକ୍ ସାରଳା ଯୁଗର ସାହିତ୍ୟ, ସେଇଗୁଡ଼ିକ ବର୍ତ୍ତମାନ ଆମେ ଆଲୋଚନା କରୁଥିଲୁ ପ୍ରିଭିୟସ୍ କ୍ଲାସରେ। ଏବେ ଦେଖିବା ଆମେ, ଦେଖନ୍ତୁ ଯୋଉ ଆମର ଥିଲା କାହ୍ନୁପାଙ୍କ ବିଷୟରେ ଜାଣିଛେ, ଆମେ ଲୁଇପାଙ୍କ ବିଷୟରେ ଜାଣିଛେ, ହେଲା କି କାହ୍ନୁ ପାଦ ଲୁଇ ପାଦ ବୋଲି ମଧ୍ୟ ସେ ପରିଚିତ। ଏମାନଙ୍କୁ କଣ ପାଇଁ ପାଦ ଶେଷରେ ଲାଗିଛି ଗୋଟେ ମନରେ ପ୍ରଶ୍ନ ଉଠେ। ତ ୟାର ଉତ୍ତରଟି ହବ ପାଦର ଅର୍ଥ ମହାମାନ୍ୟ କାହ୍ନୁ, ଗୋଟେ ଉପାଧି ତାଙ୍କୁ ଦିଆଯାଇଛି ମହାମାନ୍ୟ ଲୁଇ। ଏଇଭଳି ଭାବରେ ତାଙ୍କୁ ଗୋଟେ ଉପାଧିରେ ଭୂଷିତ କରାଯାଇଥିବାରୁ ତାଙ୍କର ଯୋଉ ନାମର ଶେଷରେ ଯେହେତୁ ଗୁରୁଙ୍କ ନାମରେ ପୂର୍ବରୁ ଆମେ ଡାଇରେକ୍ଟ ତାଙ୍କ ନାଁ ଧରି ଡାକି ପାରିବାନି ସିଧାସଳଖ ରୂପରେ, ତେଣୁ ଇଏ ଗୋଟେ କଣ କହିପାରିବା ଆମେ, ଏଇଟା ଗୋଟେ ରହୁଛି ମହାମାନ୍ୟ କାହ୍ନୁ, ତାଙ୍କ ପାଇଁ ଗୋଟେ ଉପାଧି ରହୁଛି, ତାଙ୍କୁ ଗୋଟେ ଶ୍ରଦ୍ଧାରେ ଏବଂ ସମ୍ମାନରେ ଏହାକୁ ଡକାଯାଏ। ତ ବର୍ତ୍ତମାନ ଆମେ ଆଲୋଚନା କରିବା ଚର୍ଯା ସାହିତ୍ୟ ସ୍ରଷ୍ଟା। କେତେ ଜଣ ସିଦ୍ଧାଚାର୍ଯ୍ୟଙ୍କ ବିଷୟରେ ଆମେ ଆଲୋଚନା କରିବା। 84 ସିଦ୍ଧ ମଣ୍ଡଳୀ ରହିଛି ଆମର, ଯେଉଁଥିରେ ଅଛନ୍ତି ତାନ୍ତ୍ରିକ, ବଜ୍ରଯାନୀ ଓ ସହଜଯାନୀ। ସିଦ୍ଧାଚାର୍ଯ୍ୟ ମାନେ ଚର୍ଯା ସାହିତ୍ୟ, ଚର୍ଯା ଗୀତି ଓ ଦୋହା ରଚନା କରିଥିଲେ। ତାହେଲେ ଟୋଟାଲି କେତୋଟି ରଚନା ଆମର ରହିଛି? 84 କୋଟି ଆମର ରହିଛନ୍ତି ବୌଦ୍ଧ ସହଜ ସିଦ୍ଧ ବା ସିଦ୍ଧାଚାର୍ଯ୍ୟ ମାନେ। ତାହେଲେ ପ୍ରଶ୍ନଟି ଆସିପାରେ କେତେ କୋଟି ସିଦ୍ଧାଚାର୍ଯ୍ୟ ରହିଛନ୍ତି? ଉତ୍ତରଟି ଆପଣ ମାନେ ଦେଇପାରିବେ 84 ବୋଲି। ନେକ୍ସଟ ଆମେ ଦେଖିବା, ଆମେ କେବଳ ଯେ ପଢି ଦେଇକି ବୁଝିଯିବା ନାହିଁ, ଆରି ଭିତରେ ହିଁ ସର୍ଟ କୋଶ୍ଚିନ୍ ଗୁଡ଼ିକ ଡିସ୍କସନ କରିଦେବା। ଆପଣ ମାନେ ନୋଟ୍ ପେନ୍ ୟୁଜ କରନ୍ତୁ ଏବଂ ଛୋଟ ଛୋଟ ନୋଟ୍ ବନାନ୍ତୁ, ନାହିଁ କେତେ ବଡ଼ ବଡ଼ ଇମ୍ପୋର୍ଟାଣ୍ଟ ନାହିଁ ଲଙ୍ଗ କୋଶ୍ଚିନ୍ ଟାଇପ୍ କରିବା। ତ ଆପଣ ମାନେ ଛୋଟ ଛୋଟ ନୋଟ୍ ବନେଇବେ, ଯୋଉଟାକି ଆପଣଙ୍କର ପାଇଁକି ଇଜି ହବ। ନେକ୍ସଟ ଯେତେବେଳେ ଦେଖିବେ ନୋଟ୍ ଆପଣ ମାନେ ବୁଝିପାରିବେ କି ହଁ ଏଇ ପ୍ରଶ୍ନର ଉତ୍ତର ଏଇଭଳିଆ ଭାବରେ ହବ ବୋଲି। ଦେଖିବା ବର୍ତ୍ତମାନ ଆମେ ଚର୍ଯା ସାହିତ୍ୟ ସ୍ରଷ୍ଟା କେତେ ଜଣ ସିଦ୍ଧାଚାର୍ଯ୍ୟଙ୍କ ବିଷୟରେ ଆମେ ଆଲୋଚନା କରୁଛେ। ସୁତରାଂ ତାନ୍ତ୍ରିକ ବୌଦ୍ଧ ଧର୍ମର ସାହିତ୍ୟ ସମ୍ଭାରକୁ ଆମେ ଓଡ଼ିଆ ସାହିତ୍ୟର ଆଦି ନିଦର୍ଶନ ଭାବରେ ଗ୍ରହଣ କରିଥାଉ। ଏଠାରେ ଏହି ସିଦ୍ଧାଚାର୍ଯ୍ୟ ମାନଙ୍କ ଦ୍ୱାରା ସୃଷ୍ଟ ସାହିତ୍ୟରେ ପ୍ରତିଫଳିତ ଦର୍ଶନ ସମ୍ପର୍କରେ ବିଶେଷ ଆଲୋଚନା କରିବାର କୌଣସି ଅବକାଶ ନଥିଲେ ହେଁ ସେମାନଙ୍କ ମଧ୍ୟରୁ କେତେ ଜଣ ସଂକ୍ଷିପ୍ତ ପରିଚୟ ପ୍ରଦାନ କରିବା ପାଇଁ ଅପ୍ରାସଙ୍ଗିକ ହେବ ନାହିଁ। ଦେଖନ୍ତୁ କାହା କାହା ବିଷୟରେ ଯେତିକି ଆମର ଇମ୍ପୋର୍ଟାଣ୍ଟ ଆମେ ସେତିକି ଆଲୋଚନା କରିବା। ଇଏ ବର୍ତ୍ତମାନ କଣ କହୁଛି, ଯୋଉ ଚର୍ଯା ଗୀତି ଦୋହା ଯୋଉ ଚର୍ଯା ସାହିତ୍ୟର ଅନ୍ତର୍ଭୁକ୍ତ, ଯୋଉଟା କି ଆମେ କହିବା କି ସାହିତ୍ୟ ସମ୍ଭାର ଦୃଷ୍ଟିରୁ ବୌଦ୍ଧ ଧର୍ମର ସାହିତ୍ୟଟାକୁ ପ୍ରଥମ ସାହିତ୍ୟ ରୂପରେ ନିଦର୍ଶନ ରୂପେ ଆମେ ଗ୍ରହଣ କରିଥାଉ। ସେଇ ଭିତରୁ ବର୍ତ୍ତମାନ ଆମେ ଆଲୋଚନା କରିବା ସରହପାଙ୍କ ସମ୍ପର୍କରେ। ସରହପା ଯୋଉ ରହିଲେ ତାଙ୍କୁ ଆଦି ସିଦ୍ଧ ଭାବରେ ଗୃହୀତ କରାଯାଏ। ତାହେଲେ ଆଦି ସିଦ୍ଧ କିଏ? ସିଦ୍ଧାଚାର୍ଯ୍ୟ ସରହପା ହେଉଛନ୍ତି ଆଦି ସିଦ୍ଧ। ତିବ୍ବତୀୟ ତେଙ୍ଗୁରୁ ଗ୍ରନ୍ଥାନୁସାରେ ସେ ଉଡିୟନ ଓ ଓଡ଼ିଶାର ଅଧିବାସୀ ଥିଲେ। ତାହେଲେ ସେ କୋଉଠିକାର ଅଧିବାସୀ ଥିଲେ? ଦେଖନ୍ତୁ ମୁଁ ଚେଷ୍ଟା କରିବି ଆପଣଙ୍କର ବିଟ୍ ବାଇ ବିଟ୍ ପ୍ରତ୍ୟେକ ଡାଉଟକୁ କ୍ଲିୟର କରିବା ପାଇଁ। ବାକି ଯଦି ଆପଣଙ୍କର କିଛି ଡାଉଟ ହୁଏ ତାହେଲେ କମେଣ୍ଟ ସେକ୍ସନରେ ଜଣେଇ ପାରିବେ। ଯୋଉଟାକୁ ଡାଉଟ କ୍ଲିୟର କରିକି ଗୋଟେ ନୂଆ କ୍ଲାସ ସେସନଟି ମୁଁ ଆପଣଙ୍କ ପାଇଁ ପ୍ରୋଭାଇଡ କରିଦେଇ ପାରିବି। ତିବ୍ବତୀୟ ତେଙ୍ଗୁରୁ ଗ୍ରନ୍ଥାନୁସାରେ ସେ ଉଡିଆନ ବା ଓଡ଼ିଶାର ଅଧିବାସୀ ଥିଲେ ବୋଲି ଜଣାଯାଏ। ତାହେଲେ କଣ ଆମେ ଜାଣିଲେ? ତିବ୍ବତୀୟ ତେଙ୍ଗୁର ଗ୍ରନ୍ଥ ଅନୁସାରେ ସେ ଓଡ଼ିଆନ ଓ ଓଡ଼ିଶାର ଅଧିବାସୀ ଥିଲେ। ଓଡ଼ିଶାର ପୁରାତନ ନାମ ହେଉଛି ଉଡିଆନ, ଉତ୍କଳ, କଳିଙ୍ଗ, କଙ୍ଗୋଦ, ହେଲା କି? ତ ଦେଖନ୍ତୁ କୋଉ ଗ୍ରନ୍ଥ ଅନୁସାରେ ଯଦି ପ୍ରଶ୍ନଟି ଆସେ ସେ ଓଡ଼ିଶାର ଅଧିବାସୀ ଥିଲେ, ଆପଣ ମାନେ ଉତ୍ତର ଲେଖିପାରିବେ ଆରାମରେ। ତିବ୍ବତୀୟ ତେଙ୍ଗୁରୁ ଗ୍ରନ୍ଥ ଅନୁସାରେ ଏଟାକୁ ସର୍ଟ ନୋଟରେ କରନ୍ତୁ। ସେ ଓଡିଭିସା ବା ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ ବୋଲିକି ତାରାନାଥଙ୍କ ବିବରଣରୁ ଜଣାଯାଏ। ଆଉ ଗୋଟେ ବିବରଣରୁ ଆମେ ଜାଣିଲେ କି ସେ ଓଡ଼ିଶାର ଅଧିବାସୀ ଥିଲେ। କଣ ସେଇ ଗୋଟିକ? ସେଗୁଡିକ ହଉଛି ତାରାନାଥଙ୍କ ବିବରଣୀ। ପାକ୍ସାନ ଜୋନଜାଙ୍ଗ ଗ୍ରନ୍ଥ ଅନୁସାରେ ଗୋଟିଏ ଗ୍ରନ୍ଥଟି ଅଛି, ସେ ଗ୍ରନ୍ଥଟିର ନାମ ହଉଛି ପାକ୍ ସାମ ଜୋନଜାଙ୍ଗ ଗ୍ରନ୍ଥ।
ଏଇ ଅନୁସାରେ ସେ ପୂର୍ବାଞ୍ଚଳରେ ରାଗି ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଥିଲେ ଜଣେ ବ୍ରାହ୍ମଣ ଏବଂ ମାତା ଥିଲେ ଜଣେ ଡାକିଣୀ। ସେ ସେତେବେଳେ ରାହୁଳ ଭଦ୍ର, ରାହୁଳ ସୂଚି, ସରୋଜ ବଜ୍ର, ପଦ୍ମ ବଜ୍ର ନାମରେ ଦେଖନ୍ତୁ ଯେତେ ପର୍ଯ୍ୟନ୍ତ ସେ ବୌଦ୍ଧ ଧର୍ମଟିକୁ ଗ୍ରହଣ କରିନଥିଲେ ତାଙ୍କ ପୂର୍ବରୁ ତାଙ୍କ ନାମ ଏଇଭଳି ଥିଲା। ରାହୁଳ ଭଦ୍ର ଥିଲା, ରାହୁଳ ସୂଚି ଥିଲା, ସରୋଜ ବଜ୍ର ଥିଲା। ଦେଖନ୍ତୁ ଯଦି ପଢିବ ସୌରଭଙ୍କ ବିଷୟରେ ବିବରଣୀ ଦିଅ ଆପଣ ମାନେ ସବୁ ଗୁଡାକ ଲେଖିବେ। କୋଉ ଗ୍ରନ୍ଥରୁ ତାଙ୍କ ବିଷୟରେ ସୂଚନା ମିଳେ ସେଗୁଡିକ ଲେଖିବେ। ପାକିସ୍ତାନ ଜଞ୍ଜାମ ଗ୍ରନ୍ଥରୁ ସୂଚନା ମିଳେ, ତାରାନାଥଙ୍କ ବିବରଣୀରୁ ସୂଚନା ମିଳେ। ଆଉ କୋଉଠୁ ମିଳେ ନା ତିବ୍ବତୀୟ ଚେଙ୍ଗୁରୁ ଗ୍ରନ୍ଥରୁ ମଧ୍ୟ ତାଙ୍କ ସମ୍ପର୍କରେ ସୂଚନା ମିଳେ। ଦେଖନ୍ତୁ ଯେ ବୌଦ୍ଧ ଶାସ୍ତ୍ର ଓ ବ୍ରାହ୍ମଣ୍ୟ ଶାସ୍ତ୍ର ଉଭୟରେ ପାଣ୍ଡିତ୍ୟ ଅର୍ଜନ କୋଉଥିରେ ନା ବ୍ରାହ୍ମଣ୍ୟ, ଯେହେତୁ ବ୍ରାହ୍ମଣ ତାଙ୍କ ବାପା ଥିଲେ ତେଣୁ ସେ ବ୍ରାହ୍ମଣ୍ୟ ଶାସ୍ତ୍ର ଏବଂ ବୌଦ୍ଧ ଧର୍ମ ଗ୍ରହଣ କରିଥିବାରୁ ବୌଦ୍ଧ ଶାସ୍ତ୍ରରେ ମଧ୍ୟ ସେ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ଚବେସୁ କଳ୍ପନା ନାମକ ଓଡିଶାର ଜୈନିକ ରାଜାଙ୍କ ଦ୍ୱାରା ସେ ଦୀକ୍ଷିତ ହୋଇଥିଲେ। ନିଜର ଅଲୌକିକ ଶକ୍ତି ବଳରେ ସେ ରାଜା ରତ୍ନପାଳ ଓ ତାଙ୍କର ବ୍ରାହ୍ମଣ ମନ୍ତ୍ରୀଙ୍କୁ ମନ୍ତ୍ର ଜ୍ଞାନରେ ଦୀକ୍ଷିତ କରିପାରିଥିଲେ। ନା କି କିଏ କିଏ ତାଙ୍କର ସବୁ ଥିଲେ ଶିଷ୍ୟ? ଶିଷ୍ୟଙ୍କ ନାମ ଗୁଡିକ ବି ମନେ ରଖିବ। ରତ୍ନପାଳ ଏବଂ ତାଙ୍କର ବ୍ରାହ୍ମଣ ମନ୍ତ୍ରୀ ମନ୍ତ୍ର ଜ୍ଞାନରେ ତାଙ୍କୁ ଦୀକ୍ଷିତ କରିପାରିଥିଲେ। ସରପା କିଛି ଦିନ ପାଇଁ କି ନାଳନ୍ଦାରେ ମଧ୍ୟ ଶିକ୍ଷା ଦାନ କରିଥିଲେ। କୋଉଠି ସେ ଟିଚିଂ ଦଉଥିଲେ? ନାଳନ୍ଦାରେ। ସେ ମହାରାଷ୍ଟ୍ରକୁ ଯାଇ କଣ କରିଥିଲେ? ସେଠାରେ ଜଣେ ସରନିର୍ମାତାଙ୍କ କନ୍ୟାର ସାହଚର୍ଯ୍ୟରେ ସିଦ୍ଧପ୍ରାପ୍ତ ହୋଇଥିଲେ। କାହାର ସାହଚର୍ଯ୍ୟରେ ସେ ସିଦ୍ଧପ୍ରାପ୍ତ ହୋଇଥିଲେ? ସରନିର୍ମାତାଙ୍କ କନ୍ୟା ସର୍ବଦା ସରହସ୍ତ ହୋଇ ଭ୍ରମଣ କରିଥିବାରୁ ତାଙ୍କ ନାଁ ସରପା। ତ ସରହସ୍ତରେ ଧରିକି ବୁଲୁଥିବାରୁ ଭ୍ରମଣ କରୁଥିବାରୁ ତାଙ୍କ ନାମଟି ଏଇଭଳି ଭାବରେ ସରହପା ଥିବାର ଅନୁମାନ କରାଯାଏ। ସେ ସଂସ୍କୃତରେ ଜଣେ ବିଶିଷ୍ଟ ପଦକର୍ତ୍ତା। ତାଙ୍କର ଅନ୍ୟୁନ 25ଟି ତାନ୍ତ୍ରିକ ଗ୍ରନ୍ଥ ତିବ୍ବତୀ ଭାଷାରେ ଅନୁଭୂତ ହୋଇ ତାଙ୍ଗୁରୁରେ ସ୍ଥାନିତ ହୋଇଛି। କୋଉଥିରେ ତାହେଲେ ହୋଇଛି? ଦେଖନ୍ତୁ ସବରିବା ତାଙ୍କର ଅନ୍ୟୁନ 25 ଗୋଟି ତାନ୍ତ୍ରିକ ଗ୍ରନ୍ଥ ରହିଛି। ତିବ୍ବତୀ ଭାଷାରେ ସେଗୁଡିକ ଅନୁବାଦ ହୋଇ ତେଙ୍ଗୁରୁରେ ସ୍ଥାନିତ ହୋଇଛି। ଚର୍ଯ୍ୟାଗୀତି କୋଷରେ ସଂକଳିତ 22 32 ମନେ ରଖିବରେ ଏଇଟା ପରୀକ୍ଷାରେ ପଡେ। ମାନେ କି ସୌରହପାଙ୍କ ଦ୍ଵାରା ରଚିତ କୋଉ ଚର୍ଯ୍ୟାଗୀତିକାର କୋଉ ଅଂଶ ଗୁଡିକ ତାଙ୍କର ଚର୍ଯ୍ୟାଗୀତି କୋଷରେ ରହିଛି ଏଇଟା ତମେ ଲେଖିବ। ତାଙ୍କ ରଚିତ ହଉଛି 22 32 38 39 ସଂଖ୍ୟକ ଚର୍ଯ୍ୟାଗୀତି ଗୁଡିକ ତାଙ୍କ ଦ୍ଵାରା ରଚିତ ହୋଇଛି ନା। ପ୍ରଶ୍ନଟି ଏମିତି ଆସିପାରେ କି ସରହପାଙ୍କ ଦ୍ଵାରା ଯୋଉ ଚର୍ଯ୍ୟାଗୀତି ଗୁଡିକରେ ଥିବା ରଚନା ଗୁଡିକ ମଧ୍ୟରୁ କେଉଁ ସଂଖ୍ୟକ ରଚନା ଗୁଡିକର ସରହପାଙ୍କର ଅଟେ? ଉତ୍ତରଟି ଆସିଯିବ 22 32 ଆଉ 38 39 ହେଲା କି? ତ ଆମେ କଣ ଆଉ ଟିକେ ଦେଖ ଆଉ କଣ ରହିଛି ଟିକେ ଦେଖିବା। ଦେଖନ୍ତି ସରହ ନାଁରେ ତ ଗୋଟିଏ ଲୋକ ମିଳିବେନି ନା, ବହୁତ ଲୋକ ଅଛନ୍ତି। ପି ଗୋଲ୍ଡରଙ୍କ ମତରେ ସରହ ଥିବାର ବହୁତ ସରହ ଅଛନ୍ତି, କିନ୍ତୁ କେତେକ ବିଦ୍ୱାନ 2 ଜଣ ସରହ ଥିବାର ପ୍ରକାଶ କରିଥିଲେ। କିନ୍ତୁ କିଛି ତାପରେ ଦେଖନ୍ତୁ ଧୀରେ ଧୀରେ ଇନଫରମେସନ ଟା ଆଗକୁ ଆଗକୁ ବଢି ଚାଲିଲେ ସତ୍ୟତା ପ୍ରକାଶ ପାଇବ। ଆଲୋଚନା କରିଚାଲିଲେ ବିଦ୍ୟାଟା ଆମେ ଅଧ୍ୟୟନ କରିବାକୁ, ମନେ ରଖିବାକୁ, ସ୍ମରଣ କରିବାକୁ ସେତେ ଦକ୍ଷ ହୋଇପାରିବ। ତେଣୁ ଯେତେ ବହି ପଢିବ, ଯେତେ ଆଲୋଚନା କରିବ, ଯେତେ ନୋଟ କରିବ, ଯେତେ ବାରମ୍ବାର କ୍ଲାସ ଦେଖିବ ସେତେ ଇଜିଲି ତମର ମନେ ରହିଯିବ। ହେଲା କି? ନିଜେ ସେଲ୍ଫ ଷ୍ଟଡି ମଧ୍ୟ କରିବା ଆବଶ୍ୟକ ଏବଂ ସେ ସର୍ଟ ନୋଟ ଗୁଡିକ ଯୋଉ ତିଆରି କରୁଛୁ ତାକୁ ମଧ୍ୟ ବାରମ୍ବାର ଦେଖ। ହେଲା କି? ତାପରେ ଦେଖିବା 2ଟି ସରହ ବର୍ତ୍ତମାନ ଆମେ ପାଇଗଲେ। ସେମାନେ ବିଶ୍ୱାସ କରନ୍ତି ଜଣେ ସରହ ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀ ଶେଷ ଭାଗରେ ଓଡିଶାର ବ୍ୟମକର ରାଜା ପ୍ରଥମ ସୁବାକାର ଦେବଙ୍କ ରାଜତ୍ୱ କାଳରେ 780 ରୁ 800 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଜୀବିତ ଥିଲେ। ଆଉ ଜଣେ ଯୋଉ ରହିଲେ ସେ ଦଶମ ଶତାବ୍ଦୀର ସିଦ୍ଧ ଯେ ଚର୍ଯ୍ୟା ଓ ଦୋହା ରଚନା କରିଥିଲେ। ମାତ୍ର ଡକ୍ଟର ବିନୟ ତୋଷ ଭଟ୍ଟାଚାର୍ଯ୍ୟ ଦେଖନ୍ତୁ ବହୁତ ଗବେଷକ ମାନେ ଅଛନ୍ତି, ସାହିତ୍ୟିକ ଗବେଷକ, ସେମାନଙ୍କ ମତ ଅନୁସାରେ କଣ ସବୁ ମତ ରହିଛି ସେଗୁଡିକ ବହୁତ ନେସେସରୀ, ସେଗୁଡା ମନେ ରଖିବା ନିହାତି ଆବଶ୍ୟକ। ସରହ 2 ଜଣ ନୁହନ୍ତି ଗୋଟିଏ। କିଏ କହିଲେ? ଡକ୍ଟର ବିନୟ ତୋଷ। ସେ ରାଜା ଧର୍ମକୀର୍ତ୍ତିଙ୍କ ଶାସନ କାଳରେ, ଦେଖନ୍ତୁ କାହା ଶାସନ କାଳରେ? ଧର୍ମକୀର୍ତ୍ତିଙ୍କ ଶାସନ କାଳରେ ସେ ଜୀବିତ ଥିଲେ, ଯୋଉଟା କି ରହୁଛି 600 ରୁ 650 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ। କାଳ ଦୃଷ୍ଟିରୁ ତନ୍ତ୍ରଯାନରେ ଜଣେ ଆଦି ପ୍ରଚାରକ ଥିଲେ, କିନ୍ତୁ ସିଦ୍ଧ ସରହପାଙ୍କୁ ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ଅବସ୍ଥାପିତ କରିବା ଅଧିକ ଗ୍ରହଣୀୟ ମନେ ହୁଏ। କିନ୍ତୁ ଆମେ କଣ କରିବା? ଅଷ୍ଟମ ଶତାବ୍ଦୀରେ ହିଁ ତାଙ୍କୁ ଅବସ୍ଥାପିତ କରିବାଟା ଅଧିକ ଗ୍ରହଣୀୟ, କାରଣ ନାଗାର୍ଜୁନ ନାମକ ତାଙ୍କର ଜଣେ ଶିଷ୍ୟ ଥିଲେ। ହଁ ଆମେ ଜାଣିଛେ ନାଗାର୍ଜୁନ ବୋଲି ତାଙ୍କ ଶିଷ୍ୟ ଥିଲେ, ମାନେ ବୋର୍ଡ କ୍ଲାସରେ ଡିସ୍କସନ କରିଛେ ହେଲା କି? ଯିଏ କି ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ବିଖ୍ୟାତ ଥିଲେ। ଏହି ନାଗାର୍ଜୁନ ଯିଏ ଦ୍ୱିତୀୟ ଶତାବ୍ଦୀର ବିଶିଷ୍ଟ ମହାଯାନ ଦାର୍ଶନିକ ନାଗାର୍ଜୁନଙ୍କ ଠାରୁ ଭିନ୍ନ। ଇଏ ଦ୍ୱିତୀୟ ଶତାବ୍ଦୀର ଯୋଉ ମହାଯାନ ଦାର୍ଶନିକ ଥିଲେ ତାଙ୍କଠୁ ଇଏ ଅଲଗା। ସେ ତାନ୍ତ୍ରିକ ନାଗାର୍ଜୁନ ଭାବରେ ପରିଚିତ। କିଏ ସିଏ? ସିଏ ତାନ୍ତ୍ରିକ ନାଗାର୍ଜୁନ ଭାବେ ପରିଚିତ। ହେଲା କି? ସେ ଦକ୍ଷିଣ ଭାରତରେ ଅବସ୍ଥିତ ଶ୍ରୀ ପର୍ବତକୁ, ଦେଖନ୍ତୁ ଶ୍ରୀ ପର୍ବତ ହଉଛି ତାଙ୍କର ସାଧନା ପୀଠ। କୋଉଠି? ଦକ୍ଷିଣ ଭାରତରେ ଯୋଉଟା ଅବସ୍ଥିତ। ଏହାର ପରବର୍ତ୍ତୀ ନାଗାର୍ଜୁନ କୋଣ୍ଡା ନାମ ଗ୍ରହଣ କରିଥିବା, ଦେଖନ୍ତୁ ଜାଗାଟାର ନାଁ ହେଇଥିଲା କଣ? ନାଗାର୍ଜୁନ କୋଣ୍ଡା। କାହିଁକି? କାହିଁକି ନା ସେଠି ନାଗାର୍ଜୁନ କଣ କରୁଥିଲେ? ହେଲା କି? ସାଧନା ପୀଠ ତାଙ୍କର ଥିଲା। ହେଲା କି?
ତ ବର୍ତ୍ତମାନ ଆମେ ଡିସ୍କସନ୍ କରିସାରିଛେ ସରହପାଙ୍କ ବିଷୟରେ। ନେକ୍ସଟ କ୍ଲାସରେ ଆମେ ଡିସ୍କସନ୍ କରିବା ଶବରୀପାଙ୍କ ବିଷୟରେ।